ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ୍ ଦର। ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି। ଜାଣନ୍ତୁ କେଉଁଠି କେତେ ବଢ଼ିଲା ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଏତିକି ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଦର। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଆଜି ହେଉଛି 1 ଡିସେମ୍ବର ଅର୍ଥାତ୍ ମାସର ପ୍ରଥମ ଦିନ ଏବଂ ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ବାସ୍ତବରେ ଆଜି ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ 1 ତାରିଖରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରନ୍ତି। ଏହା ଅଧୀନରେ ଭାରତୀୟ ତୈଳ ନିଗମ ରବିବାର ଦିନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛି। ତେବେ 19 କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଏହି ବୃଦ୍ଧି କରାଯାଇଛି। ଯେଉଁଠାରେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଯଥା 14.2 କିଲୋଗ୍ରାମ ସିଲିଣ୍ଡର ସ୍ଥିର ରହିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ଆଜିଠାରୁ ସାରା ଦେଶରେ ଏହି ନୂଆ ନିୟମ ଲାଗୁ ହେବ। ଅକ୍ଟୋବର ଏବଂ ନଭେମ୍ବରରେ ମଧ୍ୟ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା। ଏପରିକି ତୈଳ କମ୍ପାନୀଗୁଡ଼ିକ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ ଏବଂ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଥିଲା। ଡିସେମ୍ବର 1ରେ ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ 16 ଟଙ୍କା ବୃଦ୍ଧି ପାଇଛି। ଏହାପରେ ସିଲିଣ୍ଡର ପିଛା 1818 ଟଙ୍କା 50 ପଇସାକୁ ବୃଦ୍ଧି ପାଇଲା। ଏହା ପୂର୍ବରୁ ଦିଲ୍ଲୀରେ ବାଣିଜ୍ୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 1802 ଟଙ୍କା ଥିଲା। ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 16 ଟଙ୍କା 50 ପଇସା ବୃଦ୍ଧି ପାଇଛି। ଏହା ପରେ 1771 ଟଙ୍କା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ ଏଠାରେ ବାଣିଜ୍ୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 1754 ଟଙ୍କା ଥିଲା। କଲିକତାରେ ଆଜି 19 କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 15 ଟଙ୍କା 50 ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ବାଣିଜ୍ୟ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 1927 ଟଙ୍କା ଉପଲବ୍ଧ ଅଛି, ଯାହା ପୂର୍ବରୁ 1911 ଟଙ୍କା ଥିଲା। ଚେନ୍ନାଇରେ 19 କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ 16 ଟଙ୍କା ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ସିଲିଣ୍ଡର 1980 ଟଙ୍କା 50 ପଇସା ରହିଛି, ଯାହା ପୂର୍ବରୁ ସିଲିଣ୍ଡର ପିଛା 1964 ଟଙ୍କା 50 ପଇସା ଥିଲା।